ବାଜିଆ 12 ବର୍ଷର ଦୁଃସାହସିକ ବାଳକ ବାଜି ରାଉତ ବ୍ରାହ୍ମଣୀ ନଦୀର ଉଛୁଳା ବୁକୁରେ ନାଁ ମେଲେଇ ଦେଇ ମନ ଖୁସିରେ ଗୀତ ଗାଇ ଗାଇ ନୀଳ ଆକାଶ ତଳେ ତା'ର ହାଲକା ଦିନକୁ ସବୁ ଏମିତି କାଟିଦିଏ। ସେଦିନ ଥିଲା 1938 ମସିହା। ଓଡ଼ିଶା ଗଡ଼ଜାତ ପ୍ରଜା ଆନ୍ଦୋଳନ। ସେଦିନ ପ୍ରଜାମେଳିର ବୈଠକ ବସିଥାଏ। ସର୍ଦ୍ଦାର କହିଲେ, ଫିରଙ୍ଗୀମାନେ ଦିନକୁ ଦିନ ନୃଶଂସ ଓ ନିଷ୍ଠୁର ହୋଇ ଉଠୁଛନ୍ତି। ଗୋଟିଏ ପରେ ଗୋଟିଏ ଗାଁକୁ ନିଜ ଅଧୀନକୁ ନେଇ ନୃଶଂସ ଭାବେ ଶାସନ କରୁଛନ୍ତି। ବନ୍ଧୁକ, ଲାଠି ଓ ଚାବୁକ ପ୍ରହାର ଶାସନର ଲୋମଟାଙ୍କୁର ହୃଦୟ ବିଦାରକ ଦୃଶ୍ୟ ଅସହ୍ୟ ହୋଇ ଉଠୁଛି। ତେଣୁ ପ୍ରଜାମେଳିକୁ ଆହୁରି ବଡ଼ ଓ ମଜବୁତ କରିବାକୁ ହେବ। ପ୍ରଜାମେଳିର ନିର୍ଦ୍ଦେଶ, ଗୋଟିଏ ବି ଫିରଙ୍ଗୀକୁ ଗାଁ ଭିତରକୁ ପଶିବାକୁ ଦିଆଯିବ ନାହିଁ। ଲକ୍ଷ୍ମଣ କହିଲା, ହେଲେ ସର୍ଦ୍ଦାର, ଫିରଙ୍ଗୀ ପାଖରେ ଗୁଳିଗୋଳା, ବନ୍ଧୁକ, ଆମ ପାଖରେ କ'ଣ ଅଛି? ଖାଲି ଏଇ ଲାଠି ଗୋଟାକ। ଆମେ କେମିତି ତାକୁ ସାମ୍ନା କରିବୁ? ସର୍ଦ୍ଦାର କହିଲେ, ତେବେ କ'ଣ ଆମେ ଭିଟାମାଟି ଛାଡ଼ି ଚାଲିଯିବୁ? ସେମାନେ 5 ହେଲେ ଆମେ 50। ତାଙ୍କ ପାଖରେ ବନ୍ଧୁକ ଥିଲେ ଆମ ପାଖରେ ଆମ ଏକତା। ତାଙ୍କ ପାଖରେ ଗୁଳି ଥିଲେ ସେ ଗୁଳି ଆଗରେ ଛାତି ଦେଖାଇବାର ଆମ ପାଖରେ ଅଛି ସେ ସାହସ। ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଆମେ ଆମ ଗାଁ ପାଇଁ ଲଢ଼ିବୁ। ଠିକ୍ ସେହି ସମୟରେ ସର୍ଦ୍ଦାରଙ୍କ ସାମ୍ନାରେ ପହଞ୍ଚିଲା ବାଜି। ବାଜି ତା ନଟ ଦାଦାଙ୍କ ସହ ଆସିଥାଏ। ପ୍ରଜାମେଳିରେ ସାମିଲ ହେବ। ସର୍ଦ୍ଦାର ବାଜିକୁ ପଚାରିଲେ, ତୋ ବୟସ କେତେ? ବାଜି କହିଲା, 12 ବର୍ଷ। ସର୍ଦ୍ଦାର କହିଲେ, ଏହି ବୟସରେ ତୁ କ'ଣ ଏତେ ବଡ଼ ଦାୟିତ୍ୱ ତୁଲେଇ ପାରିବୁ? ବାଜି କହିଲା, ହୁକୁମ କରି ଦେଖନ୍ତୁ ସର୍ଦ୍ଦାର। ଆମ ଗାଁ ପାଇଁ ଯଦି ଦରକାର ପଡ଼େ ମୁଁ ଏହି ବ୍ରାହ୍ମଣୀ ନଦୀର ପ୍ରଖର ଜଳସ୍ରୋତକୁ ହସି ହସି ଲମ୍ଫ ଦେବି। ହେଲେ ଗୋଟିଏ ବି ଫିରଙ୍ଗୀକୁ ଆମ ଗାଁକୁ ପୂରେଇ ଦେବି ନାହିଁ। ସର୍ଦ୍ଦାର କହିଲେ, ସାବାସ ବାଜି, ସାବାସ। ତୋ ପରି ସାହସୀ ଏ ପ୍ରଜା ମଣ୍ଡଳୀକୁ ଦରକାର। ତୋର ଏହି ବୀରତ୍ୱ ଅନ୍ୟ ସିପାହୀମାନଙ୍କ ପାଇଁ ଉଦାହରଣ ହେବ। ଆଉ ଆଜିଠୁ ବାଜି ମଧ୍ୟ ଘାଟ ଜଗିବ। ସେଦିନ ଥିଲା ଅକ୍ଟୋବର ମାସ 10 ତାରିଖର ରାତି। ଘାଟ ଜଗିବାର ପାଳି ପଡ଼ିଥିଲା ବାଜିଆର। ମାତ୍ର ସେଦିନର ସେହି ରୁମଟାଙ୍କୁରା କାଳ ରାତ୍ରି ତା ଜୀବନର ସଂଜ୍ଞା, ଲକ୍ଷ୍ୟ ଏବଂ ଗତିପଥକୁ ବଦଳାଇ ଦେଲା। ଯେଉଁ ରାତ୍ରିର ବିଚାରଧାରା ତାକୁ ବନେଇ ଦେଲା ଏ ଦେଶର ମହାନ ସଂଗ୍ରାମୀ। ଯେଉଁ ରାତ୍ରିର ସାହସ ବନେଇ ଦେଲା କୋଟି କୋଟି ଓଡ଼ିଆଙ୍କ ମନରେ ଘର। ଯେଉଁଥିପାଇଁ ଆଜି ବି ଏ ଓଡ଼ିଶା ତା ପାଇଁ ଝରୁଛି। ସେହି ରାତ୍ରିର କୁହୁଡ଼ି ଅନ୍ଧକାରରେ ବ୍ରାହ୍ମଣୀ ନଦୀର ଗୋଟିଏ ପାର୍ଶ୍ୱର ଡଙ୍ଗାରେ ପ୍ରହରୀ ଦେବା ପାଇଁ ଛିଡ଼ା ହୋଇଥିଲା ବାଜି ରାଉତ। ସେଦିନ ଘାଟ ଜଗିବାର ଦାୟିତ୍ୱ ଥିଲା ମୁଣ୍ଡ ଉପରେ। ଇଂରେଜକୁ ଗାଁ ଭିତରକୁ ପୂରେଇ ନ ଦେବାର ଉଦ୍ଦେଶ୍ୟ। ହଠାତ୍ ପଛରୁ କିଛି ଶବ୍ଦ ଆସିଲା। ସେ ପଛକୁ ଅନେଇ ଦେଖେ ତ କିଛି ଫିରଙ୍ଗୀ ତାକୁ ଏ ନଦୀ ପାର କରି ଆର ଗାଁକୁ ନେଇଯିବାକୁ କହୁଛନ୍ତି। ସେ ହଠାତ୍ ଇଂରେଜମାନଙ୍କୁ ଦେଖି କିଛି ସମୟ ନିସ୍ତବ୍ଧ ହୋଇଗଲା। ତା ଆଖି ସାମ୍ନାକୁ ଆସିଗଲା ଫିରଙ୍ଗୀମାନଙ୍କର ଦାରୁଣ ବିଭତ୍ସକର ଅତ୍ୟାଚାର ଓ ତା କାନକୁ ଶୁଭିଲା ନିରୀହ ଲୋକଙ୍କ କରୁଣ ଚିତ୍କାର। ସେ ସବୁ ସାହସକୁ ଗୋଟେଇ ଫିରଙ୍ଗୀମାନଙ୍କୁ ନଦୀ ପାର କରାଇ ଦେବନି ବୋଲି ମନା କରିଦେଲା। ଇଂରେଜମାନେ ତାକୁ ବନ୍ଧୁକ ଦେଖାଇ ଡରାଇଲେ। ହେଲେ ମାତୃଭୂମିକୁ ଇଂରେଜଙ୍କ କବଳରୁ ବଞ୍ଚାଇବାର ନିଶା ତାକୁ ଆହୁରି ସାହସ କରାଇ ଦେଇଥିଲା। ମାତ୍ର ଫିରଙ୍ଗୀର ସେ ଆତ୍ମଘାତୀ ଗୁଳିର ଶବ୍ଦ ସହ ବାଳବୀର ବାଜିଆର କମଳ ଭରା ଶବ୍ଦ, କିଏ କୋଉଠି ଅଛ, ଧାଇଁ ଆସ। ଏ ଶବ୍ଦକୁ ଶୁଣି ଧାଇଁ ଆସିଲେ ଆଉ 6 ଜଣ ବାଳକ। ଆସି ଦେଖନ୍ତି ତ ସେ ଅମାନୁଷିକ ଅତ୍ୟାଚାରୀ ଫିରଙ୍ଗୀଙ୍କ ଗୁଳି ବାଜି ବାଜିଆର ମୁଣ୍ଡଟା 2 ଫାଳ ହୋଇଯାଇଛି। ଏହା ଦେଖି କାନ୍ଧକୁ କାନ୍ଧ ମିଳାଇ ଇଂରେଜଙ୍କ ପ୍ରତିବାଦରେ ଛିଡ଼ା ହେଲେ ଆଉ 6 ଜଣ ବୀର। ରଘୁ, ଗୋରି, ନଟ, ଲକ୍ଷ୍ମଣ, ଫଗୁ ଏବଂ ହୁରୁସି। ସେମାନେ ଡଙ୍ଗାକୁ ଧରି ରଖିଲେ। ମାତ୍ର ସେ ଫିରଙ୍ଗୀମାନେ ଡଙ୍ଗାକୁ ଛଡ଼ାଇ ବ୍ରାହ୍ମଣୀ ନଦୀ ଭିତରକୁ ଗଲା ପରେ ନଦୀ ମଝିରୁ ଭାସି ଆସିଲା ଅଭିଶାଦ ବନ୍ଧୁକର ଆବାଜ, ଘନ ଘନ ଗୁଳିର ଶବ୍ଦ। ଗଛ କାଟିଲା ପରି ଗୋଟିକି ଗୋଟି ବୀର ଶହୀଦ ଭୂଇଁରେ ଲଟି ପଡ଼ିଲେ। ହୁରୁସି ପ୍ରଧାନ, ରଘୁ ନାୟକ, ଗୁରି ନାୟକ, ନଟ ମଳିକ, ଲକ୍ଷ୍ମଣ ମଳିକ ଏବଂ ଫଗୁ ସାହୁ।